16/1/2026 ତାରିଖ ଦିନ ରାତି 9ଟା ବେଳେ ଆଉ ଗୋଟେ 9:30 ବେଳେ ଦୁଇଟା ରିପୋର୍ଟ ଆସିଥିଲା। ସେଥିରେ ତାଙ୍କର ଥିଲା ଯେ ଦିନ 2:30ଟା ବେଳେ ଆମର ବ୍ଲକ ପାଖ କୋଚିଳାଖାଇ ମଠ ଆଗରୁ ଗୋଟେ ଗ୍ଲାମର ମୋଟରସାଇକେଲ ଏବଂ ବଜାର ମୁଖ୍ୟ ବଜାର ଭେଟନାରୀ ଅଫିସ ପାଖ ମୁଖ୍ୟ ବଜାର ପାଖରୁ ଗୋଟେ ମୋଟରସାଇକେଲ ଦୁଇଟା ମୋଟରସାଇକେଲ କେହି ଦୁର୍ବୃତ୍ତ ଚୋରି କରି ନେଇଯାଇଛନ୍ତି। ଆମେ ତାପରେ କେସ୍ ପଞ୍ଜୀକୃତ କଲୁ। କେସ୍ ନମ୍ବର 12, କେସ୍ ନମ୍ବର 13 ଦୁଇଟା କେସ୍ ପଞ୍ଜୀକୃତ କରି ଆମେ ତଦନ୍ତ ଆଧାରରେ ପ୍ରଥମେ CCTV ଆଧାରରେ ଆମେ ଦେଖିବାକୁ ପାଇଲୁ 3 ଜଣ ଦୁର୍ବୃତ୍ତ ଗୋଟେ ମୋଟରସାଇକେଲରେ ଆସି ମୋଟରସାଇକେଲ ଚୋରି କରୁଥିବାର ଦୃଶ୍ୟ କଏଦ ହେଇଛି। ସେଇ ଆଧାରରେ ଆମେ ତାକୁ ଲୋକାଲ ସୋର୍ସର ନେଇ ଆମେ ଜାଣିବାକୁ ପାଇଲୁ ଆମ ସନ୍ତରା ଗ୍ରାମର 2 ଜଣ ଯେଉଁମାନେ ହେଲେ ମଙ୍ଗୁ ଓରଫ ଉଲ୍ଲାସ ବେହେରା, ସିପୁ ଓରଫ ଜୟପ୍ରକାଶ ବାରି, ଆଉ ଜଣେ ଆମର ଲକ୍ ଥାନା ଏରିଆ ପିପଳ ଗାଁର କାଳିଆ ଓରଫ କାଳନ୍ଦୀ ବେହେରା, ଏଇ 3 ଜଣ ଆସି ଗାଡ଼ି ଚୋରି କରିଛନ୍ତି। ଆମେ ଆଇଡେଣ୍ଟିଫାଏ ହେଲା ପରେ ଆମେ ସେମାନଙ୍କ ଧରିବା ପରେ ତା କାଳିଆ ପାଖରୁ ଗୋଟେ ଗାଡ଼ି ମିଳିଲା ଯାହାକୁ ଆମେ ଜବତ କଲୁ। ତାପରେ ତାର ଷ୍ଟେଟମେଣ୍ଟ ଅନୁସାରେ ସେ ଗାଡ଼ି ନେଇକି ଆମର ଡେରାବିଶି ଥାନା ଅଣ୍ଡରରେ ଥିବା କୁସୁନପୁର ଗ୍ରାମର ଯାହାର ନାମ ସ୍ମୃତିରଞ୍ଜନ ଜେନା, ତାକୁ ମଧ୍ୟ ଗୋଟେ ମୋଟରସାଇକେଲ ଦେଇଥିଲେ। ତା ପାଖରୁ ଯାଇକି ସେ ଗାଡ଼ି ଜବତ କଲୁ ଏବଂ 4 ଜଣଙ୍କୁ ଗିରଫ କରାଯାଇଛି। ଆଜି କୋର୍ଟ ଚାଲାଣ କରାଯାଉଛି। ଅପରାଧିକ ମାମଲା ଜଣଙ୍କ ନାଁରେ ଅଛି, ସେ ହେଉଛି ମଙ୍ଗୁ ଓରଫ ଉଲ୍ଲାସ ବେହେରା। ଆଉ ଏମାନେ ସମସ୍ତେ ତାଙ୍କ ସହିତ ମିଶି କାମ କରୁଛନ୍ତି। ସାର୍ ଏଇ ଗ୍ୟାଙ୍ଗ ପଛରେ ଆଉ କିଛି ଅଛନ୍ତି ବୋଲି ଆପଣ କିଛି ଅନୁଭବ କରୁଛନ୍ତି ନା ଏମିତି ଗୋଟେ ଜାଗା ନା ଏମିତି ବାରମ୍ବାର କୋଉଠି ଚୋରି କରିବା ତାଙ୍କର ଉଦ୍ୟମ ଚାଲିଛି? ଆମର ତଦନ୍ତ ଚାଲିଛି। ତଦନ୍ତରେ ଯଦି କାହାର ସମ୍ପୃକ୍ତ ଥିବାର ମିଳିବ ଆମେ ତାଙ୍କୁ ଯଥାଶୀଘ୍ର ଗିରଫ କରିବୁ।